5 ବର୍ଷ ତଳେ ଟିକଟକ୍ ପାଇଁ ସାରା ଭାରତ ପାଗଳ ଥିଲା। ଏହି ଆପ୍ର ଅନେକ ୟୁଜର୍ସ ଭାରତରେ ରହିଥିଲେ। କୁହାଯାଉଥିଲା ଟିକଟକ୍ରେ ସର୍ବାଧିକ ୟୁଜର୍ସ ଭାରତରେ ହିଁ ରହିଥିଲେ। ହେଲେ ଭାରତ ଚୀନର ସମ୍ପର୍କ ତିକ୍ତତା ହେବା ପରେ ଏହି ଆପ୍କୁ ଭାରତରୁ ବ୍ୟାନ୍ କରାଯାଇଥିଲା। ହେଲେ ଏବେ ଖବର ଆସୁଛି ଏହି ଆପ୍ ପୁଣି ଭାରତକୁ ଫେରିବାକୁ ଯାଉଛି। ନିଷିଦ୍ଧ ହୋଇଥିବା ଏହି ଛୋଟ ଭିଡ଼ିଓ ପ୍ଲାଟଫର୍ମ ହଠାତ୍ କିଛି ୱେବ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଗଲାଣି, ଯାହା ୟୁଜର୍ସଙ୍କ ଆଶା ବଢ଼ାଇ ଦେଇଛି। ପରବର୍ତ୍ତୀ ଖବର ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ ଚାଷୀ ପଞ୍ଜୀକରଣ। ଜାତୀୟ ସ୍ପେସ୍ ଡେ ଦିବସରେ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଏହି ଘୋଷଣା କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀ ପଞ୍ଜୀକରଣ ସମୟ ସୀମା 25 ତାରିଖକୁ ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା 17 ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି। ଆଗକୁ 25 ତାରିଖ ଭିତରେ 20 ଲକ୍ଷ ଚାଷୀ ପଞ୍ଜୀକରଣ କରିବେ ବୋଲି ଆଶା କରିଥିବା ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର କେନ୍ଦୁଝର ଠାରୁ କେନ୍ଦ୍ରାପଡ଼ା ଓ ରାଉରକେଲା ଠାରୁ ବାଲେଶ୍ୱର ସବୁଠି ଲାଗି ରହିଛି ବର୍ଷା। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପରେ ସବୁଠି ଏବେ ଜଳବନ୍ଦୀ ସ୍ଥିତି। ଅନେକ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ବର୍ଷା ଯୋଗୁଁ ଚାଷ ଜମିରେ ପନିପରିବାର ଫସଲ ମଧ୍ୟ ପ୍ରଭାବିତ ହୋଇଛି। ପରବର୍ତ୍ତୀ ଖବର ସରକାରଙ୍କ ଚେତାବନୀ ସତ୍ତ୍ୱେ ରାଜସ୍ୱ ଅମଳ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ 14 ଦିନରେ ପହଞ୍ଚିଛି। ଫଳରେ ରାଜ୍ୟରେ ରାଜସ୍ୱ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଲୋକ ଜରୁରୀ ରାଜସ୍ୱ କାମରେ କାର୍ଯ୍ୟାଳୟ ଆସିବା ନିରାଶ ହୋଇ ଫେରୁଛନ୍ତି। କିନ୍ତୁ 10 ଦଫା ଦାବି ପୂରଣ ଜିଦ୍ରେ ଅଟଳ ରହିଛନ୍ତି ରାଜସ୍ୱ କର୍ମଚାରୀ। ଅନ୍ୟପଟେ ରାଜସ୍ୱ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତିରେ ତେଜିଛି। ପରବର୍ତ୍ତୀ ଖବର ସରକାରଙ୍କ ଦ୍ୱାରା ଅନଲାଇନ୍ ଗେମ୍ ଆଇନ ଲାଗୁ ହେବା ପରେ ଡ୍ରିମ୍ ଇଲେଭେନ୍ ସମେତ ଦେଶରେ କାମ କରୁଥିବା ଗେମିଂ ଆପ୍ଗୁଡ଼ିକୁ ନିଜର ମନି ଗେମ୍ ଗୁଡ଼ିକ ବନ୍ଦ କରିଦେଇଛନ୍ତି ଓ ତା ସ୍ଥାନରେ ସୋସିଆଲ ଗେମ୍ ଗୁଡ଼ିକ ଉପରେ ଫୋକସ୍ କରିବା ଆରମ୍ଭ କରିଛନ୍ତି। ଡ୍ରିମ୍ ଇଲେଭେନ୍ ପକ୍ଷରୁ ଏକ ବୟାନ ଜାରି କରି ମନି ଗେମ୍ ବନ୍ଦ ହେବା ବିଷୟରେ ସୂଚନା ଦିଆଯାଇଛି। ମନି ଗେମ୍ର ଅର୍ଥ ହେଉଛି ଯେଉଁ ଗେମ୍ରେ ଅର୍ଥ ଲଗାଇବାକୁ ପଡ଼େ ଓ ସେଥିରେ ଅର୍ଥ ପୁରସ୍କାର ଥାଏ। ମନି ଗେମ୍ ବନ୍ଦ କରି ଡ୍ରିମ୍ ଇଲେଭେନ୍ ସୋସିଆଲ ଗେମ୍ରେ ଫୋକସ୍ କରିବା ଆରମ୍ଭ କରିଛି। ଏହି ଗେମ୍ରେ କୌଣସି ଅର୍ଥ ଲଗାଇବାକୁ ପଡ଼ିନଥାଏ। ଏଥିରେ ଯୋଗ ଦେବା ମାଗଣା ଓ ପୁରସ୍କାର ବାବଦରେ ନଗଦ ଅର୍ଥ ବଦଳରେ ଆଇଫୋନ୍, ଆଇପ୍ୟାଡ୍ ଆଦି ପୁରସ୍କାର ରହିଛି। ସେହିପରି ME11 ସର୍କଲର ପକ୍ଷରୁ ମଧ୍ୟ ମନି ଗେମ୍ ବନ୍ଦ କରି ସୋସିଆଲ ଗେମ୍ ଚାଲୁ କରାଯାଇଛି। ପରବର୍ତ୍ତୀ ଖବର ରାଜ୍ୟରେ ସାର ସଙ୍କଟ ଦେଖାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ଅବରୋଧ କରୁଛନ୍ତି। କୃଷି ଅଧିକାରୀ ଅଫିସ ଘେରାଉ କରୁଛନ୍ତି। ଏହା ଭିତରେ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି। କେଭି କହିଛନ୍ତି ବେଶୀ ସାର ପ୍ରୟୋଗ କଲେ ଉତ୍ପାଦନ ତ ବଢ଼ିବ, କିନ୍ତୁ ସେ ଶସ୍ୟ ଖାଇଲେ ଶରୀର ଖରାପ ହେବ। ସମ୍ବଲପୁରରେ OUATର ଆଉ ଏକ କ୍ୟାମ୍ପସ୍ ନିର୍ମାଣ କରାଯିବ। ମୟୂରଭଞ୍ଜ ବଲାଙ୍ଗୀରରେ କୃଷି କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ସୋନପୁରରେ ମଧ୍ୟ ଫିସରୀ କଲେଜ ନିର୍ମାଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି। ଗଣେଶ ଚତୁର୍ଥୀ ଓ ଓନାମର ପର୍ବ ଆସିବାକୁ ଯାଉଛି। ଏହି କାରଣରୁ ସେ ନିଜ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଦରମା ଏବଂ ପେନ୍ସନ ପୂର୍ବରୁ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଅର୍ଥାତ୍ ସେମାନଙ୍କୁ ଆଗୁଆ ଦରମା ଏବଂ ପେନ୍ସନ ଦିଆଯିବ।